सद्गुरुं ब्रह्मविद्वरं सद्गुरुं ब्रह्मविद्वरं ईश्वर तत्व सिद्धांत प्रतिपादन अर्थात वर्तमान ईश्वर तत्व सिद्धांत दर्शन दृष्टि प्रतिपादन करे पूरा टोटल 12टा दर्शन दृष्टि वर्तमान पुराण रे मध्य ईश्वर वर्णन अछि किए ईश्वर को मानुछन बड़ा इंटरेस्टिंग लिखिछन जेतला आम आज देखिबा ए कुलदेवता को लेकिन मध्य लोक जो भावुଛନ୍ତି ये ही भगवान एवं वृक्ष मान जो पूजा करके कहते ये ही भगवान ता मध्य से दौଛନ୍ତି पंचदशी कार्य विद्यारण्य स्वामी जी कौन सी सैटरिकल करूना क्या एमती लोक अच्छा जे भावुଛନ୍ତି ईश्वर ताहा प्रकट कर दौଛନ୍ତି ହେଲା 116 रे डायरेक्ट आम जीवा बर्तमान 116 नंबर श्लोक रे ब्रह्मा को ही मानुଛନ୍ତି सृष्टिर काली आम देखी आज आउ थे देखीदे है ये 16 रे देखो ଆପଣ ଦେଖିଥିବେ ବାହାଘରରେ ମଧ୍ୟ ଯୋଉ ପ୍ରେଜେଣ୍ଟ ଇନଭିଟେସନ ରହୁଛି ନା ଟ୍ରାଡିସନାଲି ତ ପ୍ରଜାପତये ନମଃ ବ୍ରହ୍ମା ପ୍ରଜାପତି କାରଣ ସିଏ ହଉଛନ୍ତି ସୃଷ୍ଟି ଫିର କାମ ଯେ ଦେବତା ତା ବିଷୟରେ ବି ବର୍ଣ୍ଣନ ରହୁଛି ଠିକ ବର୍ତ୍ତମାନ ପଢିବା କି କାହିଁକି ତମେ ये विराट एंड हिरण्य गर्भ रे पढ़िଛ सृष्टि ଯେତେବେଳେ କରିବାକୁ ପଡୁଛି ସୃଷ୍ଟିର ଯେ ହେଡ୍ ହଉଛନ୍ତି ବ୍ରହ୍ମା ତ ବ୍ରହ୍ମାକୁ ଯିଏ ମାନିବା ଲୋକ ହଁ ତା ପାଇଁ ସେମାନେ ଉପନିଷଦ ର ବାକ୍ୟ ମଧ୍ୟ ଉପନିଷଦର ପ୍ରମାଣ ମଧ୍ୟ ଦଉଛନ୍ତି ରିସେଣ୍ଟଲି ଆମର ପ୍ରଶ୍ନ ଉପନିଷଦ ଚାଲିଛି ପ୍ରଶ୍ନ ଯୋଉ ଅଛି ଏବଂ ଉତ୍ତର ସେଇଟାକୁ ଉଦାହରଣ ବି ଦଉଛନ୍ତି 16 ନା 116 पुत्रार्थं तमुपासीना पुत्रार्थं तमुपासीना एवमाहु प्रजापतिः एवमाहुः प्रजापतिः प्रजा असृजते इत्यादि प्रजा असृजते इत्यादि श्रुतिं चोदाहरन्त्यमी श्रुतिं चोदाहरण्यमि क्वेश्चन देखो पुत्रार्थम तम उपासीना यही जो उपासना करते ना एमाने पुत्रार्थ ପାଇଁ କରନ୍ତି पुत्रार्थ भार्य क्रियते भार्य କୁହାଯାଇଛି ଏବଂ ଚତୁର୍ମୁଖ ବ୍ରହ୍ମା ହିଁ ଉପାସନା କରନ୍ତି କୁହନ୍ତି ଦେଖ ଏଇ ମାନେ ହିଁ ସବୁ କିଛି ନିଜର ପକ୍ଷ ସିଦ୍ଧି କରିବା ପାଇଁ आ प्रश्न उपनिषद रे अछि तार उदाहरण देले प्रजापति ही प्रजा असृजत प्रजापति ही प्रजा असृजत शतपूतप्यत शतपस्तत्वा समितुमुत्पादयते प्रश्न उपनिषद रे जो माने शुणु नाहांती शुणु तो दी दिन तो अच्छी ए मासरे तापर आपण कंटिन्यू कहानी बड़ा इंटरेस्टिंग 6 जन शिष्य 6 जन फ्रेंड्स जो आजिकल कहते जेन जेड जेनरेशन जेड आपण देखिए आम माने को आसवा जेनरेशन वाई सब जेनरेशन एक्स तो ये सब जेनरेशन जेड जो मान को 20 वर्ष 30 वर्ष ये सब जेन जेड ही प्रोब्लेम हो जानी ना ना के जन जो मान टिके पॉलिटिकल इंटरनेशनल बा ये सब जिनस जानी थे गूगल गूगल फोबिया तो जो बांग्लादेश रे भी हैला श्रीलंका रे हैला नेपाल रे हैला और बर्तमान जो ईरान रे चली ये सब जेन जेड ये सब मान एमानकर काम यूएसए रो काम एमानक संस्था अछि कि फुट करा एवं दे विल बी अंडर जेमते कोरोना दे वेनेजुएला को राष्ट्रपति उठे कि नहीं आसिलाने ट्रम्प
ଏ ଭୀରୁ ଚାଚା ନା ପାଗଳ ହେଇଗଲାଣି। କିଛି ଲୋକ ମାନେ ଆମେ ଯୋଉ ହିଟଲର ଆଲେକ୍ଜାଣ୍ଡାର ଆଦି ସବୁ ଦେଖୁଥିଲୁ, ହଁ, ତାହା ବର୍ତ୍ତମାନ ବି ଅଛି। ଇତିହାସ କେବେ ବନ୍ଦ ହୁଏନି। ଅଲଗା ଅଲଗା ନା ଅଲଗା ଅଲଗା ରୂପରେ ଆସୁଛି, ମେଥଡରେ ଆସୁଛି। ଏବେ ତା ପାଖରେ ଅଏଲ ଅଛି, ଭେନେଜୁଏଲ, ଇଭେନ ଗ୍ରୀସ ଲ୍ୟାଣ୍ଡରେ ମଧ୍ୟ, ଡେନମାର୍କରେ ମଧ୍ୟ, ତ ସେୟା ଚାହୁଁଛି। ଏଇ ଯୋଉ ଜେନ୍ ଜେଡ୍ ଆଜିକାଲି ଇଆ କରୁଛି। ଫିର ମଝିରେ ବି ଯେତେବେଳେ ନେପାଳ ଏଣ୍ଡ ବାଂଲାଦେଶର ହେଲା, ଏ ବି ଯୋଉ ବିପକ୍ଷ ପାର୍ଟି ଅନ୍ୟାନ୍ୟ ମଧ୍ୟ କୁହନ୍ତି ଭାରତରେ ବି ଏହା ହବ, ଦିନେ ଭାରତ ରାଷ୍ଟ୍ରପତି ଭବନକୁ ଆକ୍ରମଣ ହେଇଯିବ, ଇଏ ହେଇଯିବ। ଭାରତ ବହୁତ ଚେଷ୍ଟା ବି ସେମାନେ କରିଛନ୍ତି। ଏ ଯୋଉ ସୋରୋସ ବୋଲି ଅଛି ଆମେରିକାରେ ଗୋଟେ ଆଦମୀ, ପୁରା ବିରୋଧ। ସେମାନଙ୍କୁ ଯାଇକି ମାନେ ପ୍ରତିପକ୍ଷ ମାନେ ଭେଟୁଛନ୍ତି। ତ ରାଜକୁମାର ତ ୟୁବରାଜ ଯାଇକି ଭେଟୁଛନ୍ତି। ୟୁବରାଜଙ୍କ କିଛି କାମ ନାହିଁ ଏସବୁ ଜିନିଷ। ବିରୋଧୀ ଯେତେ ଅଛନ୍ତି ୱାର୍ଲଡର, ତାଙ୍କ ସହିତ ଭେଟିବା ପାଇଁ ଇଣ୍ଟରେଷ୍ଟ। ତ ମୋର ମେନ୍ ପଏଣ୍ଟ ଆସୁଛି, ତ ଜେନ୍ ଜେଡର ଏଇ ଅବସ୍ଥା। କିନ୍ତୁ ଭାରତ ବର୍ଷରେ ଯେତେବେଳେ ନରେନ୍ଦ୍ର ମୋଦି ପିଏମ ଯାଉଛନ୍ତି, ଏବେ ଜର୍ମାନର ଚାନ୍ସେଲର ଆସିଥିଲେ, ଅନେକ ୟୁଥ ଲड़के लड़कियां ପତାକା ଧରିକି, ତ ରିଏଲି ଜେନ୍ ଜେଡ୍। ଆଉ କୋଉଠି କୋଉଠି ଜେନ୍ ଜେଡ୍ ଅଛନ୍ତି ବ୍ରାହ୍ମଣ ମାନେ ବେଦ ମନ୍ତ୍ର କରୁଛନ୍ତି, କହୁଛନ୍ତି ଦେଖ ଇଏ ହଉଛି ରିଏଲ ଜେନ୍ ଜେଡ୍। ତ ପୁରାଣରେ ମଧ୍ୟ ଉପନିଷଦରେ ମଧ୍ୟ ଜେନ୍ ଜେଡ୍ ଥିଲା। ଅର୍ଥାତ୍ ସେମାନେ ଏଇ 6 ଜଣ ରିପ୍ରେଜେଣ୍ଟେଟିଭ ଅଫ ଜେନ୍ ଜେଡ୍ର, ୟଙ୍ଗ, କିଛି ଜଣ ରାଜକୁମାର, କିଛି ଜଣ ଋଷି। 2-3 ଜଣ ଋଷିଙ୍କ ବିଷୟରେ ଅଛି, ବାକି ସବୁ ରାଜକୁମାର ଅଛନ୍ତି। ଏମାନେ ପଢିଛନ୍ତି ବି ଆଶ୍ରମରେ, ମିନିମମ୍ ଅଧ୍ୟୟନ ଯୋଉ କରିଦେଇଛନ୍ତି। ସେମାନେ ପିପଲାଦଙ୍କ ପାଖକୁ ଯାଉଛନ୍ତି। ପିପଲାଦ ଶ୍ରେଷ୍ଠ ଋଷି ଏବଂ ସମିତ ପାଣି କରିକି ଯାଉଛନ୍ତି ଏବଂ କହୁଛନ୍ତି ଆମେ ବ୍ରହ୍ମ ଅନ୍ୱେଷଣ କରିବା ପାଇଁ ଆସିଛୁ। ଅଲରେଡି ବ୍ରହ୍ମପରାହା ବ୍ରହ୍ମନିଷ୍ଠାହା, ତାଙ୍କ ପାଇଁ ଏଇ ଶ୍ଲୋକ ଅଛି। ବ୍ରହ୍ମପରାହା ବ୍ରହ୍ମନିଷ୍ଠ ମାନେ ସଗୁଣ ବ୍ରହ୍ମକୁ ଧ୍ୟାନ କରିଛନ୍ତି ସେମାନେ, ସଗୁଣ ବ୍ରହ୍ମ ଉପାସକାହା। କିନ୍ତୁ ବର୍ତ୍ତମାନ ନିର୍ଗୁଣ ବ୍ରହ୍ମ ଜାଣିବା ପାଇଁ ଚାହୁଁଛନ୍ତି। ଅପରମ ବ୍ରହ୍ମ ଉପାସକାହା, କିନ୍ତୁ ବର୍ତ୍ତମାନ ପରମ ବ୍ରହ୍ମକୁ ଜାଣିବା ପାଇଁ ଚାହୁଁଛନ୍ତି। ପରମ ବ୍ରହ୍ମ ଅନ୍ୱେଷମାଣା ଶ୍ଲୋକ ଅଛି। ତ ବ୍ରହ୍ମନିଷ୍ଠା ବ୍ରହ୍ମପରାହା, ବ୍ରହ୍ମନିଷ୍ଠା ବେଦରେ ନିଷ୍ଠା। ବ୍ରହ୍ମର ଅର୍ଥ ବେଦ ମଧ୍ୟ। ବ୍ରହ୍ମର ଦିଟା ଅର୍ଥ, ସଗୁଣ ବ୍ରହ୍ମ ଏବଂ ବେଦ ଏବଂ ନିର୍ଗୁଣ ବ୍ରହ୍ମ ମଧ୍ୟ। ଯଦି ପରମ ବ୍ରହ୍ମ କୁହାହେଇନି, ଖାଲି ବ୍ରହ୍ମ କୁହାହେଇଛି, ନିର୍ଗୁଣ ବ୍ରହ୍ମ ମଧ୍ୟ ହବ। ତ ସେମାନେ ପ୍ରଶ୍ନ ପଚାରିବା ପାଇଁ ବସିଛନ୍ତି। ସାଙ୍ଗେ ସାଙ୍ଗେ ପ୍ରଶ୍ନ ପଚାରି ନାହାନ୍ତି। ଗୁରୁ କହିଲେ ତପସା ବ୍ରହ୍ମଚର୍ୟେଣ ଦ୍ୱାରା ତମେ ଶ୍ରଦ୍ଧୟା, ତପସ୍ୟା ବ୍ରହ୍ମଚର୍ୟ ଓ ଶ୍ରଦ୍ଧା ଦ୍ୱାରା ତମେ ଭୂୟ ଏବ, ଆଉ ଥରେ ତମେ ତପସ୍ୟା ବ୍ରହ୍ମଚର୍ୟ କରିବ। ଅଲରେଡି ତମେ କରିଛ, ମୁଁ ଜାଣିଛି, ତେବେ ଯାଇକି ତମେ ଆସିପାରୁଛ। ଆଣ୍ଡ ୟୁ ୟୁନାଇଟ୍, ୟୁ ଅଲ୍ ଆର୍ ୟୁନାଇଟ୍। 6 ଜଣ ଆସୁଛ, ଅଲଗା ଅଲଗା ଭାବନା ନାହିଁ। ତ ରୁହ 1 ସମ୍ବତ୍ସର, ବର୍ଷଟେ ପର୍ଯ୍ୟନ୍ତ ରୁହ। ଗୁରୁଙ୍କର ଦେଖନ୍ତୁ ବିନମ୍ରତା। କହୁଛନ୍ତି ଯଦି ମତେ ଆସୁଥିବ ବିଜିଜ୍ଞା ଶ୍ୟାମ, ମତେ ଯଦି ଆସୁଥିବ ମୁଁ କହିବି। ତ 1 ବର୍ଷ ପରେ କବନ୍ଧି କାତ୍ୟାୟନ, କାତ୍ୟାୟନ କବନ୍ଧି ସିଏ, ସିଏ ପିପିଲାଦଙ୍କୁ ପଚାରିଲା। କଣ ପଚାରିଲା? କୁତ ହେଇମାଃ ପ୍ରଜାଃ ପ୍ରଜାୟନ୍ତେ, ଏ ଯୋଉ ଜଗତ ଆମେ ଦେଖୁଛୁ, ଏ ପ୍ରଜା କୋଉଠୁ ଉତ୍ପନ୍ନ ହେଲେ? ଦେନ୍ ଆନ୍ସର ଦଉଛନ୍ତି କଣ ନା, ଇଏ ପ୍ରଜାପତି, ପ୍ରଜାପତି ପ୍ରଜା କାମ ବೈ ପ୍ରଜାପତି, ଯୋଉ ପ୍ରଜାପତି ବ୍ରହ୍ମା, ତାଙ୍କ ଭିତରେ ପ୍ରଜା ସୃଷ୍ଟି କରିବା ପାଇଁ ଇଚ୍ଛା ହେଲା, ପ୍ରଜା କାମ। ଦେନ୍ ସିଏ ତପସ୍ୟା କଲେ, ସତପୋ ତପ୍ୟତ, ସତପସ୍ତପ୍ତ୍ୱା, ତପସ୍ୟା କଲା ପରେ ସେ ମିଥୁନମ ଉତ୍ପାଦୟତେ, ମିଥୁନ ଦୁଇଟା ଯୋଡ଼ା ତିଆରି କଲେ। ଗୋଟେ ହଉଛି ପ୍ରାଣ, ଆଉ ଗୋଟେ ହଉଛି ରଇ। ତାକୁ ବୁଝିବା ପାଇଁ ବड़ा ସାଇନ୍ସର ହେଲ୍ପ ବହୁତ କାମ ଦଉଛି ଆମର ବେଦାନ୍ତ ବୁଝିବା ପାଇଁ।
ଯାହା ମୋର ସାଇନ୍ସ ବ୍ୟାକଗ୍ରାଉଣ୍ଡ ଯୋଗୁଁ ମତେ ଟିକେ ଇଣ୍ଟରେଷ୍ଟ ବି ଲାଗୁଛି, ବୁଝି ବି ହଉଛି। ପ୍ରାଣ ରଇକୁ ହିଁ ମ୍ୟାଟର ଆଣ୍ଡ ଏନର୍ଜି କୁହାଯାଏ। ପ୍ରାଣ ହଉଛି ଏନର୍ଜି ଆଣ୍ଡ ରଇ ହଉଛି ମ୍ୟାଟର। ଆଚ୍ଛା, ଆକୁ ଏମିତି ଦେଖୁନାହାନ୍ତି କେମିତି? ଅକ୍ଷର ପୁରୁଷ ପ୍ରାଣ, ଅକ୍ଷର ପୁରୁଷ ରଇ, ଅପରା ପ୍ରକୃତି ପରା ପ୍ରକୃତି। ଆଚ୍ଛା, ଏମିତି ବୁଝନ୍ତୁ। ओके, पुरुष एवं प्रकृति जो कहा जाइए, तो देखो यहाँ पर ब्रह्मा मेन तो यहाँ को ब्रह्मांकर देन उत्तर देले सी पिपलाद ब्रह्मा को विषय देछन, फिर ब्रह्मा प्राण रही हेले ब्रह्मार, फिर पुराण रे आको ही कहते। पुराण रे बोधे ब्रह्मा जेतले भाबिले के सृष्टि करिवा, देन तांको शरीर रो दक्षिण भाग रो से मनु तैयारी कले पुरुष, अब हम भाम भाग रो से शत्रुपा तैयारी कले, एने बामांगी कहा जाए स्त्री को ना, बामांगी अर्धांगिनी, बामांगी कहा जाए। हम्म? ଏବଂ तो ये कथाटा देखो, ब्रह्मा ही मेन, प्रजापति प्रजा असृजत, श्रुतिमपि उदाहरण दे से श्रुतिर मध्य उदाहरण देले। बर्तमान आम जो प्रश्न उपनिषद अन्यान्य उपनिषद रे छांदोग्य बृहदारण्यक आदि वर्णन अच्छे। आज ना 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 तुम बैठो ब्रह्मा वाले, उपासक वाले, ब्रह्मा ठारू मध्य श्रेष्ठ विष्णु। तो बर्तमान विष्णु विषय तुम बोधे भागवत पढ़िन। भागवत हूँ समस्त पुराण रे श्रेष्ठ। आमे हूँ वैष्णव वाला, आमे विष्णु को ही मानुଛୁ सब किछि। द्वितीय स्कंद तृतीय स्कंद रे वर्णन अच्छी विष्णुଙ୍କର नाभिरू ब्रह्मा तैयारी होइछन। तो ब्रह्मा निजे तैयारी होइछन विष्णु ठारू, तो विष्णु होचन बड़ सृष्टि पक्ष रे। एवं भगवान कृष्णଙ୍କ लीला समय रे मध्य ब्रह्मा जेतले चोरी करके नहीं गले बालक माननको, सेतले भगवान कृष्ण आखि बंद करके जानले कौन हैला, ओहो ब्रह्मा हसिले से एमती भी जड़रू तैयारी ହେଇଛି, ଏଣେ जड़ बुद्धि। तेणु ब्रह्मा ठाରୁ श्रेष्ठ होचन विष्णु। भागवत रे वर्णन अछि, तो ये सब वर्णन अछि। भागवत हଉଛି ଶ୍ରେଷ୍ଠ ଗ୍ରନ୍ଥ ଅନେକ ପୁରାଣ ଠାରୁ। ତେଣୁ ବିଷ୍ଣୁକୁ ହିଁ ଆମେ ମାନୁଛୁ। फिर आउ ଟିକେ ଯିବା ଯଦି କଣ ନା, ଏଇ ଯୋଉ ଈଶ୍ୱରଙ୍କର ତିନୋଟି अंश କୁହାଯାଏ, सत्व विशिष्ट सत्व गुण विशिष्ट विष्णु, रजगुण विशिष्ट ब्रह्मा, तम गुण विशिष्ट शंकर। ये तीन टा गुण भीतर सत्व गुण श्रेष्ठ। गीता रे 14 चैप्टर रे भी अच्छी, एवं भागवत रे भी कहा जाइछि कि सत्व गुण श्रेष्ठ, सत्व गुण विशिष्ट जो विष्णु श्रेष्ठ। तेणु आम विष्णु को ईश्वर मानुଛୁ। माने आम पृथ्वी रे हो, भारत रे हो कि आम धर्म बा दर्शन रे अनेक प्रकार को मान्यता अच्छी, ता जानिया दरकार। मेनी पीपल मेनी थॉट्स, मेनी पीपल मेनी प्रिंसिपल्स, मेनी पीपल मेनी सिद्धांत। यू कैन नॉट अवॉइड आल्सो, स्वीकार करे पड़े। 1117 रखो, 117 117 विष्णुर्नाभे समुद्भूतः विष्णुर्नाभे समुद्भूतः वेधा कमलजस्ततः वेदा कमलजस्ततः विष्णुरेवेश इत्याहुः विष्णुरेवेश इत्याहुः लोके भागवता जनाः। लोके भागवता जनाः। कमलज वेधाः, जो अरे बाबा जी कमलज, कमल उत्पन्न होते ब्रह्मा।
ବ୍ରହ୍ମଙ୍କୁ କମଳ ଯୋଉ କୁହାଯାଏ, କମଳ ଯୋଉ ସିଏ ନାଭିର, ଭଗବାନ ବିଷ୍ଣୁଙ୍କର ନାଭି ସମୁଦ୍ଭବ, ଯେମିତି କର୍ଣ୍ଣ ସମୁଦ୍ଭବ ବିଷ୍ଣୁଙ୍କର ମଧୁ ଆଉ କୈଟବ ଉତ୍ପନ୍ନ। ଭାଗବତ ମାନେ ଦେବୀ ଭାଗବତର ବର୍ଣ୍ଣନା ଅଛି। नाभे समुद्भूतः कमलज वेदाः विष्णु नाभे समुद्भूतः तत विष्णु एव ईशान, एणु विष्णु ही ईश। ବ୍ରହ୍ମା ମଧ୍ୟ ତପସ୍ୟା କରୁଛନ୍ତି। ଆକାଶବାଣୀ ହେଲା ତପ, ତପ, ତପସ୍ୟା କରେ। ଯେତେବେଳେ ପ୍ରଳୟ ହେଇଗଲା ସେ ଦେଖିଲେ ଆରେ ଫିର ମୁଁ ଯୋଉଠି ବସିଛି ମୁଁ ତାର ମୂଳକୁ ଯିବି। ମୂଳକୁ ଗଲା ପରେ ବିଷ୍ଣୁଙ୍କ ଦର୍ଶନ ପାଇଲେ ସେ। ଆଚ୍ଛା, ଜଗନ୍ନାଥ କଥାରେ ମଧ୍ୟ ଅଛି, ବ୍ରହ୍ମା ପ୍ରଥମ ଅଧ୍ୟାୟରେ ବ୍ରହ୍ମା ଆସିକି ଦେଖୁଛନ୍ତି ଏ ଜଗତରେ ଭାର ପୀଡା ହେଉଛି ଏବଂ ଅଜ୍ଞାନୀ ଦୁଃଖୀ ରହୁଛନ୍ତି। ଭଗବାନ ବିଷ୍ଣୁ ଏ ଶୋଇଛନ୍ତି କ୍ଷୀର ବୈକୁଣ୍ଠରେ, ତାଙ୍କୁ ଯାଇକି ସ୍ତୁତି କରୁଛନ୍ତି। ତାହା ହିଁ ମେରୁ ମାନେ ନୀଳଗିରିରେ ନୀଳ ମାଧବ ରୂପରେ ଦେଖୁଛନ୍ତି ସେ। ଭାଗବତରେ ଆହୁରି ବି ବର୍ଣ୍ଣନ ରହିଛି, ଭଗବାନ ବିଷ୍ଣୁ ଯେତେବେଳେ ଆସୁଛନ୍ତି ସେ କରମର୍ଦ୍ଦନ କରୁଛନ୍ତି। ଏ ବର୍ଣ୍ଣନ ସବୁ ରହିଛି। ଜଗନ୍ନାଥ ମନ୍ଦିର ନିଜେ, ଜଗନ୍ନାଥ କିଏ? ଭଗବାନ ବିଷ୍ଣୁ ହିଁ। କୃଷ୍ଣ ତ ପରେ ଆସିଲେ, ପ୍ରତିଷ୍ଠା କରିଛନ୍ତି ସେ। ଦେଖାଯାଏ ଜଗନ୍ନାଥ ବିଷ୍ଣୁଙ୍କ ଠାରୁ ମଧ୍ୟ ପରେ। ଯେମିତି ବିଷ୍ଣୁ ଅବତାର, ସେମିତି ନିର୍ଗୁଣ ନିରାକାର ବ୍ରହ୍ମର ମଧ୍ୟ ଗୋଟେ ଅବତାର ଜଗନ୍ନାଥ। ତତ୍ତ୍ୱ ଦୃଷ୍ଟିରୁ ବିଷ୍ଣୁ ଜଗନ୍ନାଥ ଗୋଟିଏ। ବିଷ୍ଣୁ ରୂପରେ ଶଙ୍ଖ ଚକ୍ର ଗଦା ଧାରୀ ହେଲେ, ଜଗନ୍ନାଥ ଲକଡ଼ି କାଠରେ ଜନ୍ମ ହେଲେ, ଦାରୁ ବ୍ରହ୍ମ। ତେଣୁ ବିଷ୍ଣୁ ହିଁ ମୁଖ୍ୟ ନ। ବିଷ୍ଣୁ ଏବେ ସତ୍ୟ ଲୋକେ ଭାଗବତ ଜନା। ପୁରା ଜଣେ ଜଟାଧାରୀ ଥିଲା ସେ, ଶିବଙ୍କର ଉପାସକ। ସେ କହିଲେ ଏ ବିଷ୍ଣୁ ବୈଷ୍ଣବ ବେଠ ବେଠ। ଦକ୍ଷିଣ ଭାରତରେ ବେଶୀ, ଉତ୍ତର ଭାରତ ଅପେକ୍ଷା ଶିବ ହଉଛନ୍ତି ଶ୍ରେଷ୍ଠ। ତମେ ବୋଧେ ଜାଣିନ, ତମେ ଭାଗବତ ପଢିଛ କି ନାଇଁ? ଭାଗବତ ନା ଏବେ ଶିବ ପୁରାଣରେ ବି ଅଛି। ଭାଗବତରେ ତ ଭଗବାନ ବିଷ୍ଣୁଙ୍କର ନେଇ, ଶିବ ପୁରାଣରେ ଶିବଙ୍କ ବିଷୟରେ ଅଛି। ଏ ପୁରାଣ ଯାକ ଏମିତି କଣ ଲେଖୁଛନ୍ତି କି ଶିବ ପୁରାଣରେ ଶିବଙ୍କର, ବିଷ୍ଣୁ ପୁରାଣରେ ଭାଗବତ, ସେ ବିଷ୍ଣୁ, ଏସବୁ କଣ? ଗଣେଶ ପୁରାଣ ଗଣେଶ, ଅର୍ଥାତ୍ ପରମାତ୍ମା ଏକ ନିର୍ଗୁଣ ନିରାକାର। ଆମମାନଙ୍କର କାମନା ବାସନା ଇଚ୍ଛା ଯୋଗୁଁ ଭଗବାନ ଅଲଗା ଅଲଗା ରୂପରେ ଆସୁ। ତ ବିଷ୍ଣୁ ପୁରାଣରେ ବିଷ୍ଣୁ, ଯିଏ ବିଷ୍ଣୁଙ୍କର ଭକ୍ତ ସେ ବିଷ୍ଣୁଙ୍କୁ ହିଁ ଭଗବାନ ବୋଲି ମାନିବ। ଯିଏ ଶିବଙ୍କର ଭକ୍ତ ସେ ଶିବଙ୍କର ଭଗବାନ ବୋଲି ମାନିବ। ପରମାତ୍ମା ଭଗବାନ ଗୋଟି, ଅଲଗା ଅଲଗା ଭାବନା। ଆ ବିଷୟରେ ଯଦି ପ୍ରଶ୍ନ ଅଛି ପରେ ପଚାରିବେ ମଧ୍ୟ, ଆହୁରି ମୁଁ କ୍ଲିୟର କରେ। ତ ବର୍ତ୍ତମାନ 18ରେ କହୁଛନ୍ତି, 118। ଶିବସ୍ୟ ପାଦାବାନେଷ୍ଟୁ ଶିବସ୍ୟ ପାଦବନ୍वेष्टुम् ସାଙ୍ଗ ଶକ୍ତସ୍ତତଃ ଶିବଃ ସାଙ୍ଗଶ୍ଚ ଶକ୍ତस्ततः ଶିବः ईशो न विष्णुरित्याहुः ईशोनु विष्णुरित्याहुः शैव आगममानिनः। शैव आगममानिनः। ତମେ ବୋଧେ
ଶିବ ପୁରାଣ ପଢିଲ ଶୈବ ଶିବ କହୁଛି କଣ? ଆରେ ଶିବ ପୁରାଣରେ ଲେଖା ହେଇଛି ଦିନେ ହଠାତ୍ ଗୋଟେ ଉତ୍ତପ୍ତ ପ୍ରକାଶ ପାହାଡ ଭଳିଆ ଶିବଲିଙ୍ଗ ପ୍ରକଟ ହେଇଗଲା। ଆଚ୍ଛା, ଯେତେବେଳେ ଶିବଲିଙ୍ଗ ପ୍ରକଟ ହେଇଗଲା ସେତେବେଳେ ଆକାଶବାଣୀ ହେଇଗଲା କଣ କି ଅଗ୍ନିସ୍ତମ୍ଭ, ହୁଁ? ଅଗ୍ନିସ୍ତମ୍ଭ ଅଗ୍ନି ପାହାड़। ब्रह्मा और विष्णु देखी का आश्चर्य है, लिंगाकार तेजस प्रकट। ब्रह्मा आकाशवाणी कौन है? अरे ब्रह्मा विष्णु तुम मैंने तड़क ऊपर को जाओ आरो अंत प्राप्त कर। तो ब्रह्मा ऊपर को गले, विष्णु तड़क आसिले, दिजन जाक पाइले असमर्थ। ସେମାନେ ଶ୍ରଦ୍ଧା ଭକ୍ତି ସହିତ ନତମସ୍ତକ କରିକି ସ୍ତୁତି କଲେ। କଥା ବି ଆହୁରି ଗୋଟେ ଅଛି, ବ୍ରହ୍ମା କଣ କହିଲେ ପାଉନି ତ ଯାଇ କହିବାକୁ ପଡିବ, କାରଣ କେତକୀ ଫୁଲ ବା ଦୁଦୁରା ଫୁଲ ଏମିତି ସବୁ ଫୁଲକୁ ଭେଟିଲେ ଆଉ କହିଲେ ତୁ ଟିକେ ସାକ୍ଷୀ ଦେଇଦେବୁ ତ, ମୁଁ ପାଇଗଲି ବୋଲି କହିବୁ। ତେଣୁ ସେ କହେ, ବ୍ରହ୍ମା କହିଦେଲେ ୟେସ୍ ମୁଁ ପାଇଗଲି, ମାନେ ସାକ୍ଷୀ। ବା ସେମାନଙ୍କୁ ଅଭିଶାପ ହେଲା କି ତମେ ଶିବଲିଙ୍ଗରେ ଚଢେଇ ପାରିବନି। କ୍ଷମା ମାଗିଲେ, ଠିକ ଅଛି ଶିବରାତ୍ରି ଦିନ ଗୋଟେ ଦିନ ତମକୁ ଚାନ୍ସ। ଆଉ ବ୍ରହ୍ମାଙ୍କୁ ବି ଅଭିଶାପ ହେଲା, ତମର ଭାରତବର୍ଷରେ କେହି ମନ୍ଦିର ତିଆରି କରିପାରିବେନି। ଯଦି କିଏ ଯଦି ଦୁଃସାହସ କରିକି ମନ୍ଦିର ତିଆରି କଲା, କୁହାଯାଏ ଭାଙ୍ଗିଯିବ, ବା ଯିଏ ତିଆରି କଲା ତାର ଅନିଷ୍ଟ ହବ। ଏ ପ୍ରଥା, ଇଏ ଭାବନା, କାରଣ ଇଏ ବି ଭୁଲ କଲେ, ମିଛ କଥା କହିଦେଇଥିଲେ ମୁଁ ପାଇଲି। ଫିର ଦୁଃଖୀ ହେଲେ, ବ୍ରହ୍ମା କହିଲେ ହେ ଶିବଜୀ କୃପା କରନ୍ତି, ଏମିତି କେମିତି ହବ, ମୁଁ ପୂଜା ହିଁ ପାଇବେନି। ନା ସ୍ୱତନ୍ତ୍ର ରୂପରେ ତମେ ପୂଜା ପାଇବେନି, କିନ୍ତୁ ତ୍ରିନାଥ ମେଳା ଜାଣିଛନ୍ତି ନା, ଆମ ଓଡ଼ିଶାରେ ଅଛି, ଅନ୍ୟ ଜାଗାରେ ନାହିଁ ଏଇଟା। ମୁଁ ଯେତେବେଳେ ସ୍କୁଲ ଛୋଟ ଥିଲି, ପଞ୍ଚମ ଥିଲି, ସେଟା ଆମ ଘର ପାଖରେ, ମାନେ ଟିକେ ଚାଲିଲା ମାନେ ବେଶୀ ନାହିଁ 1 କିଲୋମିଟର ରୋଡରେ ଥାନାଟେ ଥିଲା। ଏବଂ ଥାନାର ଏମିତି ଗୋଟେ ତିଆରି ହେଇଥିଲା, ଯେ କି ଗୋଟେ ମନ୍ଦିରଟେ ହେଇଥିଲା। ମୋର ମନେ ଅଛି 74-5 କଥା କହୁଛି, 1974 या 5। ତାପରେ ଟିକେ ବଡ ହେଇଗଲା ପରେ ଆଉ ଜାଣିଲୁ, ପ୍ରଥମେ ତ ଡର ଲାଗୁଥିଲା ଏ ଥାନାକୁ କିଏ ଯିବ। ତ ସଣ୍ଡେରେ ସେମାନେ ତ୍ରିନାଥ ମେଳା କରନ୍ତି, ପଢନ୍ତି, ଇଏ କରନ୍ତି, ଏବଂ ଅନ୍ୟମାନଙ୍କୁ ଏଲାଉ ବି କରିଦିଅନ୍ତି, କିଏ ବି ଆସିପାରିବ, ଆମେ ଯାଇକି ଚୁପଚାପ ବସିବୁ। ଏ ଛୁଆ ଯାକ ହବାରୁ ସେମାନଙ୍କୁ ଟିକେ ଭଲ ଲାଗେ, ଚୋରମାନଙ୍କୁ, ମାନେ ମେନଲି ପୁଲିସ ଅର୍ଗାନାଇଜ କରନ୍ତି, ଚୋରମାନେ ମଧ୍ୟ ବସନ୍ତି, ଗୋଟେ ଇଣ୍ଟରେଷ୍ଟିଂ। ଦେଖନ୍ତୁ କେମିତି ସଂସ୍କାର ସବୁ କାମ ଦଉଛି। ସେଥିପାଇଁ ଯେତେବେଳେ ସନ୍ନ୍ୟାସୀ ହେଇଗଲେ, ବ୍ରହ୍ମପୁର ଜେଲ, ଭୋପାଳ ଜେଲ, ରିବା ଜେଲ ପ୍ରବଚନ ବି ଯାଇଛି, କହିଥିଲି ଆପଣଙ୍କୁ। ତ ସଂସ୍କାରଟା କାମ ଦଉଛି ନା। ଯାଇକି ବସିଲା ପରେ ସେମାନେ କହିବେ ଆଗକୁ ଆସ, ଆଗକୁ ଆସ, ଆଉ ଡରି ଡରି ଯିବୁ, ସେ ଯାଅ। କିଛି ଦିନ ପରେ ହେଇଗଲା, ଟିକେ ବଡ ହେଇଗଲା ପରେ, ସପ୍ତମ ଅଷ୍ଟମ ନବମ, ଯାଉ ନବମ ଦଶମ, ଦଶମ ବେଳକୁ ତ ଏତେ ନାହିଁ, ଅଷ୍ଟମ ନବମ ବେଳକୁ ମୁଁ କ୍ଲିୟର ଯାଇକିରି ପୁରା, ସେମାନେ ଜାଣନ୍ତି ଇଏ ପ୍ରତ୍ୟେକ ସଣ୍ଡେରେ ଏ ଛୁଆଟା ଆସିବ, ଯାଇକି ମୁଁ ବସେ। ଲାଷ୍ଟ କାର୍ଯ୍ୟକ୍ରମ ସବୁ ବଢିଆ, ଦୋନାରେ ମିଳିବ ସବୁ, ଉଖୁଡା, ଦେନ୍ ସେଉ, ଦେନ୍ କଦଳୀ, ସବୁ ଏଇଟା ଖାଉ, ମାନେ ଅଧା ହିଁ ପେଟ ପୁରିଯିବ। ମା ଇଆଡେ ଖୋଜୁଥିବେ, ଆରେ କୁଆଡେ ଗଲୁ ତୁ, ଏତେ ଆସେ ସଣ୍ଡେରେ ଇଆଡେ ପଳେଇ ଯାଉଛୁ। ୟା ତ ଖାଇଦେଇକି ମୁଁ ପଳେଇ ଯାଏ, ସେମାନେ ଟିକେ ଲେଟରେ କରନ୍ତି, ୟା ତ କଲା ପରେ ଟ୍ୟୁସନ ଫ୍ୟୁସନ ହେଲା ପରେ, ବड़ा ଇଣ୍ଟରେଷ୍ଟିଂ। ତ ମୋର ଏଇଟା ମାନେ ତ୍ରିନାଥ ମେଳା। ତ ଭଗବାନ ଶଙ୍କର ବର ଦେଲେ, ଆଚ୍ଛା ଠିକ ଅଛି, ଆମେ 3 ଜଣ ଯାକୁ ଯେତେବେଳେ ପୂଜା ହବ ତୁ ରହିବୁ, କିନ୍ତୁ ଏକୁଟିଆ ପୂଜା ହବନି। କହିଲେ ନାଇଁ, ଆଗ ପୁସ୍ତକ କିଛି କହ, ଠିକ ଅଛି, ଗୋଟେ ମନ୍ଦିରରେ ରିଲାକ୍ସ।
ଯୋଉମାନେ ରାଜସ୍ଥାନ ଯାଇଥିବେ ନା ପୁଷ୍କର, ସେଇଠି ବ୍ରହ୍ମାଙ୍କର ବିରାଟ ମନ୍ଦିର, ଆମର ଜଗନ୍ନାଥ ମନ୍ଦିର ଯେମିତି ଅଛି ସେମିତି ବିରାଟ ମନ୍ଦିର ମୁଁ ଯାଇକି ଦର୍ଶନ କରିଛି ପୁଷ୍କରରେ। ବାକି କରନ୍ତୁ ଅସୁବିଧା, बड़ा इंटरेस्टिंग चमत्कार कथा। तो देखो शिव जी होचन मेन ना, ब्रह्मा को अभिशाप मिलला और विष्णु जाई सत कथा कहिदेले। विष्णु तळକୁ ଯାଇଥିଲେ, ଇଏ ଉପରକୁ ଯାଇଥିଲେ। ତ ବିଷ୍ଣୁ ସତ କହିଲେ ଏବଂ କହିଲେ ନା ମୁଁ ତ ପାଇଲିନି। ଗୁଡ ଗୁଡ ବୟ, ତମେ ଠିକ କହିଛ, ତୁମର ହିଁ ଅବତାର ସବୁ ହବ। ଇଏ ଭଗବାନ ଶଙ୍କର ବରଦାନ ଦେଲେ। ତ ଦେଖ ସବଜି ବଡ ନା ନାଇଁ। ଆଉ ଗୋଟେ ଏମିତି ଅଛି, ଗନ୍ଧର୍ବରାଜ ଜଣେ ଥିଲେ ପୁଷ୍ପଦନ୍ତ। ସେ କିଛି ଭଗବାନ ଭକ୍ତ ଥିଲେ ଶିବଜୀଙ୍କର, ଏବଂ ସେ କିଛି ଫୁଲ ଚୋରି କରିଦେଲେ। ସେ ଯାଇ ଖବର ଦେଇଦେଲେ। ଶିବଜୀଙ୍କର ଗଣ ଥିଲେ, ଶିବଜୀଙ୍କ ଠାରୁ ଅଭିଶାପ ମିଳିଲା। ତ ଯେତେବେଳେ ଅଭିଶାପ ମିଳିଲା ରହିଛନ୍ତି, ସିଏ ସ୍ତୁତି କରିଛନ୍ତି। କେତେବେଳେ ଯଦି ହବ ଗ୍ରନ୍ଥ ନେବା, ଶିବ ମହିମ୍ନ ସ୍ତୋତ୍ର ନା ଅଛି, ଶିବ ମହିମ୍ନ, କିନ୍ତୁ ପୁରା ଟୋଟାଲ ବେଦାନ୍ତ ସେ ସ୍ତୁତି ଅନୁସାରେ। ଏ କଥାଟା ଯୋଉ ମୁଁ କହୁନି, ଏଟା ଶିବ ପୁରାଣରେ ଅଛି, ସିଏ ମୋତେ ବଡ ସୁନ୍ଦର ଲେଖିଛନ୍ତି। तवैश्वर्यं यत्नाद् यदुपरि विरञ्चि हरिरधा परिच्छेतुं याता बनलमनलस्कन्दवपुषा ततो भक्ति श्रद्धा भरगुरुगुरुणाभ्यां गिरिश यत् स्वयं तस्थे ताभ्यां तव किमनुवृत्तिनः फलति महिम्नं पारं ते। ଏମିତିଆ ମହିମ୍ନା ଆପଣଙ୍କର କିଏ ପାର କରିବ? ତ ପୁଷ୍ପଦନ୍ତ ଗନ୍ଧର୍ବରାଜ କଣ କହୁଛନ୍ତି? ତବୈଶ୍ୱର୍ଯ୍ୟଂ ଯତ୍ନାଦ୍ ଉପରି, ଆରେ ଆପଣଙ୍କର ଐଶ୍ୱର୍ଯ୍ୟ ମହିମା ଆପଣ ପ୍ରକଟ ଯେତେବେଳେ ହେଲେ, ଯୋଉ ପୁରାଣ କଥାଟା ନା ସେଇଟା କହୁଛନ୍ତି। ତ ବ୍ରହ୍ମା ବିରଞ୍ଚି ଉପରି, ଉପରକୁ ଗଲେ, ଆଉ ଶିବଜୀ ତଳକୁ ଗଲେ। ହରି ଅଧଃ परिच्छेतुं याता बनलमनलस्कन्धवपुषः, ଗୋଟେ ବିରାଟ ଅନଲ ଅଗ୍ନିସ୍ତମ୍ଭ ଯେତେବେଳେ ପ୍ରକଟ ହେଲା, ଜାଣିବା ପାଇଁ କି ଆକାଶବାଣୀ ମଧ୍ୟ ଲାକୁ ଜାଣ ଆର ଅନ୍ତ ଅନନ୍ତ। ତତୋ ଭକ୍ତି ଶ୍ରଦ୍ଧା ବର୍ଣ୍ଣନା ଅଛି। ଏ ଯୋଉ କାହାଣୀଟା ଆଉ ସେ କହିନାହାନ୍ତି, ବ୍ରହ୍ମାଙ୍କୁ ଅଭିଶାପ କହୁଛନ୍ତି, ଦି ଜଣ ଯାକ ଆସିଲେ, ହାତ ଯୋଡ଼ିଦେଲେ। ततो भक्ति श्रद्धा भर गुरु गुणाभ्यो गिरीश, हे गिरीश, ଆପଣଙ୍କର ଜାଣି ହଉନି, ଭକ୍ତି ଶ୍ରଦ୍ଧା ପୂର୍ବକ ହିଁ ଆମେ ଆପଣଙ୍କୁ ସେବା କରିପାରିବୁ, ସ୍ତୁତି କରୁଛୁ, ଏବଂ ଏ ସ୍ତୁତିରୁ ହିଁ ଆପଣ ଯାହା ଆମକୁ ଫଳ ଦିଅନ୍ତି। ସେଇଠି ବ୍ରହ୍ମାଙ୍କୁ ତ ଅଭିଶାପ ମିଳିଲା, ଶିବଜୀଙ୍କୁ ନିଜେ ଚକ୍ର, ସୁଦର୍ଶନ ଚକ୍ର ଦେଇଛନ୍ତି। ଏଟା କୁହାଯାଏ କାହାଣୀ କି ତୁମେ ଅବତାର ନବ, ଏବଂ ଯେତେବେଳେ ଅଧର୍ମ ହବ, ବର୍ତ୍ତମାନ ଏପଟା ଇଏ ରିଲ୍ସ ଯୋଉ ଏତେ ସବୁ ହେଲା ନା, ଜଣେ ସ୍ତ୍ରୀ ଲୋକଟେ କହୁଛି, ଇଏ ଭଗବାନ କେବଳ ଭାରତରେ କାହିଁକି ଅବତାର ନଉଛନ୍ତି? ନା ଭଗବାନ କହିଦେଇଛନ୍ତି କଣ, ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ହଁ, ଦେଖ ଭାରତ କୁହାଗଲା ନା, ଭାରତରେ ହିଁ ଯେତେବେଳେ ଅଧର୍ମ ବଢିବ, ଏ ଭଗବାନ ଏଇଠି ଭାରତ ମାନେ ଅର୍ଜୁନଙ୍କ ପାଇଁ, ଭାରତ ମାନେ ଦେଶ ନୁହଁ। ଛାଡ, ଇଏ ଗୋଟେ ଅଜ୍ଞାନ, ଅଜ୍ଞାନର ପରାକାଷ୍ଠା ଲେଖା ବଡ କନଫିଡେଣ୍ଟଲି ମତେ ପ୍ରବଚନ କହୁଛନ୍ତି। ସେକେଣ୍ଡ କଣ କହିଲେ, ଦେଖ ଯେବେ ଯେବେ ଅଧର୍ମ ବଢିବ ସେବେ ଆସିବେ। ଅଧର୍ମ ଭାରତରେ ହିଁ ବଢୁଛି, ସେଥିପାଇଁ ଭାରତରେ ଆସୁଛନ୍ତି, ଅନ୍ୟଠି ନୁହଁ।
ये भी कॉन्फिडेंट देखने लायक। ଆରେ ଭାରତରେ ଆସୁଛନ୍ତି ପୁଣ୍ୟ ଭୂମି, ଭଗବାନ ଅବତାର ନେବା ପାଇଁ ତେବେ ଯାଇକି ଗ୍ରହଣ କରି ଯୋଉଟା ପୁଣ୍ୟ ଭୂମି ହବ। ଯିଶୁସ୍ ଆସିଲେ ଅବତାରଙ୍କର ପୁଅ ସିଏ ଆଟଲିଷ୍ଟ, ତାକୁ ରଖେଇଦେଲେ, ସେ କଣ ଟିକେ ପ୍ରବଚନ ଦେଇଦେଲେ, କଣ ଟିକେ କହିଦେଲେ, ମାନ୍ୟତା ଏତେ ସେଠି ଥିଲା, ତାକୁ ଆଜ୍ଞା କ୍ରସ୍ କରେଇଦେଲେ। ମୁସଲମାନ ଧର୍ମର ମଧ୍ୟ ବହୁତ ଅନ୍ଧ ଦୃଢୀଭୂତ। ବର୍ତ୍ତମାନ ଇରାନରେ କଣ ହଉଛି, ମୁସ୍କିଲ ହଉଛି। ଏ ଯୋଉ ବୁର୍ଖା କରିଛନ୍ତି ସବୁ ଉଡେଇ ଦଉଛନ୍ତି, କେହି ମାନୁନାହାନ୍ତି। ଏଇଠି କିନ୍ତୁ ଭାରତ ବର୍ଷରେ ମାନେ ସବୁ ଜବରଦସ୍ତ କରୁଛନ୍ତି, ସେଇଟା ସବୁ ଫ୍ରି ହେଇଗଲାଣି। ये जो आकाशवाणी माने भविष्यवाणी अच्छी ना, पे आपस में मरिवे, बहुत धीरे धीरे। तो शिवजी सुदर्शन चक्र देले। हम्म सेठ कहउछन्ति कौन, गंधर्वराज पुष्पदंत स्तुति मध्य कहउछन्ति, हरिस्ते साहस्रम कमलवलिमाधाय पदयो यदेकेनो तस्मिन् निजमुदहरन् नेत्रकमलम् गतो भक्ति उद्रेक परिणतिमसौ चक्रवपुषा त्रयाणां रक्षायै त्रिपुरहर जागर्ति जगताम्। କୁହାଯାଏ କଥା, ଭଗବାନ ବିଷ୍ଣୁ ଆପଣଙ୍କର ଚରଣରୁ ପାଇଁ 1000ଟା ଫୁଲ ଚଢେଇବା ପାଇଁ ସଂକଳ୍ପ କଲେ। ଶିବଙ୍କର ସହସ୍ର ନାମ କରାଇଲେ, ଓಂ ଶିବାୟ ନମଃ, ଓಂ ଶିବତରାୟ ନମଃ। ଏବେ ଶିବରାତ୍ରି ଆସିବ ଫେବୃଆରୀ 15ରେ, ତ କରାଇଲେ ସିଏ ଯେତେବେଳେ କଲେ 1000ଟା ଫୁଲ ଆଣିଛନ୍ତି ଶିବ ସହସ୍ର ନାମରେ, ତ ଗୋଟେ ଫୁଲ କମ ପଡିଗଲା। ପୁରାଣରେ ଅଛି ବର୍ଣ୍ଣନ, ଆକୁ ଶିବ ମହିମ୍ନ ସ୍ତୋତ୍ରରେ ଦଉଛନ୍ତି, 19 ନମ୍ବର ଶ୍ଲୋକରେ କହୁଛନ୍ତି, हरिस्ते साहस्रम कमलम कमलबली आधाय पदयो। ପାଦରେ ସମର୍ପଣ କରିବା ପାଇଁ ସାହସ୍ରମ କମଲମ ହରି। यद एकेन एक उन, एक उन ମାନେ କମ ପଡିଗଲା, तस्मिन् निजम उदहरन् नेत्र कमलम। ଭଗବାନ ବିଷ୍ଣୁଙ୍କୁ ତ କହନ୍ତି ନେତ୍ର କମଲ। ହୁଁ? କମଳ ନେତ୍ର, କମଳ ନେତ୍ରାୟ କମଲମ୍ବୁଜେ, କମଲ ସବୁ କିଛି। ତେଣୁ ଭାବିଲେ ମୋର ତ ଦିଟା ଦିଟା କମଳ ଅଛି, ଭଗବାନ ରାମଙ୍କ ପାଇଁ ବି ଏଇ କଥାଟା ଅଛି। ଅଗସ୍ତ୍ୟ କହିଲେ ତମେ ଦେବୀଙ୍କ ଦୁର୍ଗାଙ୍କ ପୂଜା କର, ଦୁର୍ଗାଙ୍କର ସ୍ତୁତି କର, ଉପାସନା କର। जो ଦୁର୍ଗାଙ୍କ ଉପାସନା କଲେ, ହନୁମାନ କହିଲେ ହନୁମାନ 1000 କମଳ ଆଣିବ ତ ମୁଁ ଦୁର୍ଗାଙ୍କର ଦୁର୍ଗା ସହସ୍ର ନାମରେ କରେଇବି। ଇଏ ବड़ा ଇଣ୍ଟରେଷ୍ଟିଂ ପୁରାଣଟା। କିଏ କାଟେ ବିରୋଧ ନାହିଁ, ଆମେ ଏଇ ପରେ ଆମର ଏଇ ବର୍ତ୍ତମାନର ବିରୋଧ ସବୁ ବର୍ଣ୍ଣନା ହେଲା। ରିଏଲି ବିରୋଧ ନୁହଁ, ଶିବଙ୍କର ବିରୋଧ, ହରିଙ୍କର ବିରୋଧ, ଶିବ କୋଉଠି ଲେଖା ହେଇନି, ବରଂ ତ ପୂଜା ପାଠ ସବୁ କରଉଥିଲେ। ଦେଖ ରାମ ଦୁର୍ଗାଙ୍କୁ ପୂଜା କରୁଛନ୍ତି, ରାମ ଶିବଜୀଙ୍କର ରାମେଶ୍ୱର କରଉଛନ୍ତି। ରାମ ନିଜେ କହୁଛନ୍ତି ରାମସ୍ୟ ईश्वर, शिव जी को ना ना ना, राम एव माने राम यस्य स ईश्वर रामेश्वर। राम जार ईश्वर शिव जी कहते। हनुमान जी कहते नहीं नहीं आपण झगड़ातुनि, झगड़ करतुनि, हाँ राम एव ईश्वर, ईश्वर एव राम, रामेश्वर।
तो भगवान राम मध्य दुर्गम कले सेठी कमिगला गोटे बास हनुमान जी के ଆଉ संकल्प ଅଛି କମିଗଲେ ଆଉ କହିହବନି ପୁରା ଉପାସନା ହିଁ ଭଙ୍ଗ ହେଇଯିବ ତେଣୁ କହିଲେ ହେ ମା ମୋ ମା କୌଶଲ୍ୟ ପ୍ରତ୍ୟେକ ଦିନ ମତେ ପ୍ୟାରରେ ରାଜୀବ ଲୋଚନ ପଦ୍ମ ଲୋଚନ ରାଜୀବ ଲୋଚନ କହୁଥିଲେ ତାହେଲେ ମୋ ପାଖରେ ଦିଟା କମଳ ଫୁଲ ଅଲରେଡି ଅଛି ଆଖି ଉପରେ ବାସ୍ ଗୋଟେ ମୁଁ ବାହାର କରୁଛି କଲା ବେଳକୁ ମା ଧରି ପକେଇଲେ ଏ ରାମ ମୁଁ ସନ୍ତୁଷ୍ଟ ଅଛି ଏ ଫୁଲ ମୁଁ ଅଲରେଡି ନେଇଯାଇଛି ଯୋଉ ଗୋଟେ କମଉଛ ବୋଲି କହୁଛ ମୁଁ ନେଇଯାଇଛି ଶିବଜୀ ମଧ୍ୟ ସେୟା ଶିବଜୀ ବହୁତ ଖୁସି ହେଲେ गतो भवति उद्रेक परिणति असौ चक्र वपुषा भगवान विष्णुଙ୍କର ଭକ୍ତି ଦେଖିକି ସୁଦର୍ଶନ ଚକ୍ର ତ୍ରିଭୁବନ ରକ୍ଷା ପାଇଁ ତ୍ରୟାଣାମ ରକ୍ଷାୟେ ତ୍ରିଭୁବନ ଭୂର୍ଭୁବ ସ୍ୱଃ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ରକ୍ଷା ପାଇଁ ତ୍ରିପୁର ହର ଜାଗର୍ତ୍ତି ଜଗତାମ୍ ଶିବଜୀ ପ୍ରସନ୍ନ ହେଇକି ଦେଲେ जो विश्वकर संरक्षण करुଛନ୍ତି त्रिपुर हरजा हे त्रिपुर आपण ही मोर दुख को हरण करंतु ये देखो ये सब शिवजी ही मेन ना सदाशिव वर्णन अच्छी रुद्र मध्य ओम नमस्ते अस्तु भगवन् विश्वेश्वराय महादेवाय त्र्यंबकाय त्रिपुरांतकाय त्रिकालाग्निकालाय कालाग्निरुद्राय नीलकंठाय मृत्युंजयाय सर्वेश्वराय सदाशिवाय श्रीमन महादेवाय नमः ये वर्णन अच्छी अच्छा गणेशंकर भक्त थे कहले आपण बोधे ठीक रे पढ़ुना गणेश पुराण पढ़ुना शिवजी पार्वती दिजन जा गणेश को पूजा कर कौन कथा कौच मो शिवजी पार्वती पुओ पर गणेश अरे पुओ पर हेल ना ता पूर्वर गणेश जी थे कथा अच्छी वर्णन 119 इंटरेस्टिंग ना समस्त है निज निजर भगवान को नहीं कहते यही ईश्वर यही सृष्टि कर पुरत्रयं साधयितुम् विघ्नेशं सोऽप्यपूजयत् विघ्नेशं सोऽप्यपूजयत विनायकं प्राहुरीश विनायकं प्राहुरीशं गाणपत्यमते रताः गणपत्यमते रताः देखो कौन स शिव ये जो शिव जी पार्वती सहित पुरत्रयम साधितम अब ये तीन टा पुर त्रिपुर त्रिपुरासुर गोटे राक्षस अच्छी त्रिपुर रहस्य बोली गोटे ग्रंथ भी अच्छी त्रिपुरासुर ये वर मागिला ब्रह्मांग ठाରୁ क्यों तीन पुर रही मत के मारी पारे ना मरवा तो पड़ो ना पुरटा एमती सब बुलूथो क्या साइंस भावन देखो जो ब्रह्मा बा प्रकृति तैयारी कर भी तैयारी कर दौले तपस्या द्वारा तीन पुरटा बुलूथो किए क्या आसबनी कि एमती समय आसो तीन टा जाक सरल सीधार रही समय जदि शिवजी मारे त्रिपुरारी से कहुई तेज जा मर सी भाविले असंभव वर नहीं गला अब कह जाए शिवजी मारे केमती भगवान विष्णु भी कहते ये कहते देख देख मारे गणपति को पूजा करते गणपति पर हेले ता पूर्व भगवान जी गणपति सी पूजा करते वर्णन अच्छी शिवपुराण रुद्र संहिता युद्ध खंड
भो भो न यावत् भगवन्नचितोऽसौ विनायकः पुराणि जगदीशेष सांप्रतम न हनिष्यति। हे भगवान जगदीश, ତୁମେ ଯେ ପର୍ଯ୍ୟନ୍ତ ବିନାୟକ ପୂଜା କରିନ, ଏଇ ତିନି ପୁରକୁ ନଷ୍ଟ କରିପାରିବ ନାହିଁ। ଭୋ ଭୋ, ତୁମେ ସେଥିପାଇଁ ପୂଜା କର। ତ ମାତା ଦୁର୍ଗାଙ୍କ ସହିତ ସେ ପୂଜା କଲେ। ଇଏ ଗଣପତିଙ୍କର ଯୋଉ ଭକ୍ତ, ସେ କହୁଛନ୍ତି ଏଣୁ ଗଣେଶ ଶ୍ରେଷ୍ଠ। ଏବେ ଆଉ ଲମ୍ବେଇବା ପାଇଁ ଚାହୁଁନାହାନ୍ତି ସେ, କିଏ ଆମର ବିଦ୍ୟାରଣ୍ୟ କହୁଛନ୍ତି ଏମିତି ସବୁ ଭକ୍ତ ମିଳିବେ, ଉପାସକ ମିଳିବେ, ନିଜ ନିଜର ପକ୍ଷ ସବୁ କହିଚାଲିବେ। 120, 119ଟା ହେଇଗଲା, 120ରେ କହୁଛନ୍ତି ହେଲା। एवमन्ये स्वस्वपक्षाभिः एवमन्ये स्वस्वपक्षाभिः पक्षभिः विसर्ग दरकार नहीं है। एवमन्ये स्वस्वपक्षाभिमाने ने एवमन्ये स्वस्वपक्षाभिः मानेनान्यथान्यथा मानेनान्यथान्यथा मंत्रार्थबाधकल्पादीन् मन्त्रार्थवादकल्पादीन् आश्रित्य प्रतिपेदिरे। आश्रित्य प्रतिपेदिरे। ସେ କହୁଛନ୍ତି ଦେଖ, ମୁଁ ଏଇଟାକୁ ଆଉ ଲମ୍ବଉନି, ନିଜ ନିଜର ମତ ଅନୁସାରେ ଏବଂ ଅନ୍ୟ ଆହୁରି ବି ଅନ୍ୟାନ୍ୟ ସବୁ ମତାବଲମ୍ବନୀ ନିଜ ନିଜର ପକ୍ଷର ଅଭିମାନ କରିକି ଅନ୍ୟ ଅନ୍ୟ ପ୍ରକାରର ମନ୍ତ୍ର ଅର୍ଥବାଦ କଳ୍ପାଦି ଆଶ୍ରୟ ନେଇକି ଈଶ୍ୱରର କଳ୍ପନା କରୁଛନ୍ତି। ବାସ୍ ଗୋଟେ ସିଦ୍ଧାନ୍ତରେ କହିଦେଲେ। କଣ ମନ୍ତ୍ର ମିଳିଯାଉଛି ତାଙ୍କୁ, ସେମାନେ ସବୁ ବୈଦିକ ବାଲା, ତେଣୁ ବେଦରେ ମଧ୍ୟ ଏସବୁ ବର୍ଣ୍ଣନା ରହିଛି। ଭାବ, ବେଦର ମନ୍ତ୍ର ଭାଗ, ବ୍ରାହ୍ମଣ ଭାଗରେ 86,000 ମନ୍ତ୍ରରେ ଅନେକ ସବୁ ଦେବତାଙ୍କର ବିଷୟରେ ବର୍ଣ୍ଣନା ଅଛି। ମନ୍ତ୍ର ସେଥିପାଇଁ ତ ନନ୍ଦ ବାବା ଲୋକ, ନନ୍ଦ ବଂଶରେ ଇନ୍ଦ୍ରଙ୍କର ପୂଜା ହଉଥିଲା, ଇନ୍ଦ୍ର ପୂଜା। ଭଗବାନ କୃଷ୍ଣ କହିଲେ ଏ ସବୁ କଣ ଦରକାର, ପର୍ବତକୁ ପୂଜା କରିବ, ଗୋବର୍ଦ୍ଧନକୁ ପୂଜା କରିବ। ତ ମନ୍ତ୍ର ବି ମିଳୁଥିଲା ସେଠି। ମନ୍ତ୍ର ଅର୍ଥବାଦ, ପ୍ରଶଂସା। କଳ୍ପାଦି ମାନେ କଳ୍ପ ଗ୍ରନ୍ଥ, କର୍ତ୍ତବ୍ୟ ଘଟକ ଆର୍ଷବାକ୍ୟ ରୂପୀ କଳ୍ପ ଆଦି। କଳ୍ପ ଗ୍ରନ୍ଥ, କଳ୍ପ ମାନେ ଏଇ ଯୋଉ ଟାଇମ ସ୍ପେନ ର କଳ୍ପ, ଗୋଟେ ଚତୁର୍ଯୁଗୀ ଇଣ୍ଟୁ 71 ଇଜିକାଲ ଟୁ 1 ମନ୍ୱନ୍ତର। 14ଟା ମନ୍ୱନ୍ତର ଇଜିକାଲ ଟୁ ଗୋଟେ କଳ୍ପ, ସେଇ ଅର୍ଥ ନୁହଁ ଏଠି। ବ୍ରହ୍ମାଙ୍କର ଦିନକୁ କଳ୍ପ କଣ, ଏଇଠି କଳ୍ପ ମାନେ କଳ୍ପ ଶାସ୍ତ୍ର। କର୍ତ୍ତବ୍ୟତା ଘଟକ ଆର୍ଷ ବାକ୍ୟକୁ କଳ୍ପ କହନ୍ତି। ତେଣୁ କଳ୍ପ ଗ୍ରନ୍ଥ, ଅର୍ଥବାଦ, ମନ୍ତ୍ର ଆଦି ଦ୍ୱାରା ନିଜ ନିଜର ମତକୁ ସେମାନଙ୍କୁ ମିଳିଯାଏ। ଆଉ ମନ କିଛି କରିହବନି, କିନ୍ତୁ ବୁଦ୍ଧି ବିଚାର କରିବାକୁ ପଡିବ ନା, କୋଉଟା କୋଉ ବାଦଟାକୁ କଣ କରାହେଇଛି। ଅଲ୍ଟିମେଟଲି ତୁମେ ନିର୍ଗୁଣ ନିରାକାରକୁ ଯିବ ତତ୍ଵକୁ। ସଗୁଣ ସାକାର କେବଳ ଉପାସନା ଗୋଟେ ମେଥଡ। 121ରେ କଣ କହୁଛନ୍ତି ଦେଖ, କି ଈଶ୍ୱର ଅନ୍ତର୍ୟାମୀ ଠାରୁ ଆରମ୍ଭ କରିକି ପୁରା ବିରାଟ ପର୍ଯ୍ୟନ୍ତ ସବୁ ଈଶ୍ୱରକୁ ମାନିବା ପାଇଁ ଅଛନ୍ତି। ତମେ ଯଦି ଦେଖିବ, ହଁ, କୁଳ ଦେବତା ନାଁରେ ଏବେ ଅନେକ ଦେବତା ଅଛି। ଏବେ ସନ୍ତୋଷୀ ମା ମଝିରେ ମଝିରେ ଏଇସବୁ ପୋଷ୍ଟ କାର୍ଡରେ ଆସୁଥିବ, ପ୍ରିଣ୍ଟିଂରେ ଆସୁଥିବ। ଆଜିକାଲି ମୋବାଇଲ ଆଣ୍ଡ ହ୍ୱାଟ୍ସଆପ ଇଏ ଜାଗାରେ ଧୀରେ ଧୀରେ କମିଗଲାଣି। ସମସ୍ତେ ଜାଣୁଛନ୍ତି ଏସବୁ ଢୋଂ। କି ସନ୍ତୋଷୀଙ୍କ ପୂଜା ସେ ଗୁଡ଼ ଏଣ୍ଡ କଣ କଣ ଖାଆନ୍ତି। ଫିର ଅନେକ ଦେବତା ହେଲେ, ଶନି ଦେବତା, କଳିକି ଦେବତା। କହୁଛନ୍ତି ଭାଇ, କୁଳ ଦେବତାରେ ଅନେକ ଅଛନ୍ତି, ଗଛ ପତ୍ରକୁ ମଧ୍ୟ ଈଶ୍ୱର ବୋଲି ମାନୁଛନ୍ତି। ପଢୁଛି 1 to 1।
अन्तर्यामीणमारभ्य अन्तर्यामीणमारभ्य तावरिन्नाशवादिनः स्थावरन्ते सबादिनः सन्त्यश्चार्थार्कवंशादेः सन्त्यस्वत्थार्कवंशादेः कुलादैवतदर्शनात्। कुलदैवतदर्शनात्। କିଏ ଅନ୍ତର୍ୟାମୀକୁ ମାନୁଥିଲେ? ହିରଣ୍ୟଗର୍ଭ ଅନ୍ତର୍ୟାମୀ ଠୁ ନେଇକି ପୁରା ସ୍ଥାବର ପର୍ଯ୍ୟନ୍ତ, ସ୍ଥାବର ପାହାଡକୁ ମଧ୍ୟ ସେ ମାନୁଛନ୍ତି। ସମସ୍ତେ ଈଶ୍ୱରଙ୍କୁ ଭାବୁଛନ୍ତି। ଏପରିକି ଅଶ୍ୱତ୍ଥ ଅର୍କ ଆଦି ବାଁସ ବାଁସ ମାନେ ବାଉଁଶ ଆଦି ବି କୁଳଦେବତା ଦେଖୁଛନ୍ତି। ଅଶ୍ୱତ୍ଥ ପିପଳ ଅର୍କ ଆଙ୍କ ଆଉ ବାଁସ ଏ ଯୋଉ ବାଉଁଶ ଏରେ ମଧ୍ୟ କୁଳ ଦେବତା ଅଛନ୍ତି। କାରଣ ଆପଣ ସାରା ୱାର୍ଲଡରେ ଦେଖୁନାହାନ୍ତି, ମାନେ ବିଶେଷ କରିକି ଭାରତ ଆଉ ଜଗନ୍ନାଥ ମନ୍ଦିର କଳ୍ପବୃକ୍ଷ କରିକି କେତେ ବନ୍ଧା ହେଇଥିବ ସେ ଧାଗା। ବିହାରରେ ମଧ୍ୟ ଯୋଉଠିକି ବରଗଛ ମିଳିଲା ଗଲା, ସେ ବରଗଛ ଭାବୁଥିବେ ହେ ଭଗବାନ ମତେ ମାନେ ଶ୍ୱାସ ନେବା ପାଇଁ କରୁନାହାନ୍ତି, ଫିର ବାନ୍ଧ। ଇଏ ଆମର ପରମ୍ପରା ଅଛି। ଗୋଟେ ଶ୍ଲୋକଟେ ଅଛି, କଣ? श्लेष्मन्तककरञ्जाक्ष निम्बो स्वत्थङ्गदुम्बकौ बिल्वबटौ उदुम्बर च कुलवृक्षानवस्मृताः। ଏ 9 ପ୍ରକାର ହଉଛନ୍ତି କୁଲ ବୃକ୍ଷ, କୁଲ ଦେବତା। କୁଲ ବୃକ୍ଷ, କୁଲ ପର୍ବତ, ମହାନଦୀ ଆଦି ସବୁ ଗ୍ରହଣ କରାଉଛନ୍ତି। ଏ ଶ୍ଲୋକରେ 9 ପ୍ରକାର ଅଛି। କଣ? ଶ୍ଲେଷ୍ମାନ୍ତକ, ଶ୍ଲେଷ୍ମାନ୍ତକ ମାନେ ଶିଶମ ଯୋଉଟା ନାଇଁ, ତୁରହି କଣ? ତୁରହି। ଫିର କରଞ୍ଜ ସେକେଣ୍ଡ। ଯୋଉମାନେ ଟିକେ ଲେଖିବା ପାଇଁ ଚାହୁଁଛନ୍ତି ଶ୍ଲୋକ ନ ଲେଖନ୍ତୁ, ନା ଯାକ ଲେଖିଥାନ୍ତୁ। ବୃକ୍ଷ ଶ୍ଲେଷ୍ମାନ୍ତକ ତୁରହି ହେଲା। ରୋଜ ଉଡ୍ କହନ୍ତି, ROSE। କରଞ୍ଜ ହଉଛି ପଙ୍ଗେମ ଅଏଲ ଟ୍ରି ଇଂଲିଶରେ। କରଞ୍ଜ ପିଲାବେଳୁ ମୁଁ ଜାଣିଛି, କରଞ୍ଜ ଦନ୍ତ କାଠି ବି କରାଯାଏ, କରଞ୍ଜ ତେଲ ବାହା ହୁଏ। କରଞ୍ଜ ତେଲ ପୁରୁଣା କାଳରେ ମୁଁ ପିଲାବେଳୁ ଜାଣିଛି, କରଞ୍ଜ ତେଲ ନେଇକି ଦୀପାବଳିରେ ଲଗାଯାଏ। କରଞ୍ଜ ତେଲ ଘଷା ବି ଯାଏ ଶରୀରରେ। ଆୟୁର୍ବେଦ ବହୁତ, ଇଏ ସବୁ ଯେତେ ସବୁ କହୁଛନ୍ତି ନା ଆୟୁର୍ବେଦର କିଛି ନା କିଛି କାମ ଦବ। କିନ୍ତୁ ଆକୁ କୁଳ ଦେବତା ରୂପରେ ଆମର ଇଏ ବିଶେଷତା ହିନ୍ଦୁ ଧର୍ମର। କରଞ୍ଜ ହେଲା। ହଁ, ଫିର ଅକ୍ଷୟ, ଅକ୍ଷୟ ବୋଲି ଗୋଟେ ଅଛି, ଅକ୍ଷୟ। ଫିର ଅକ୍ଷୟ ଇଏ ଗୋଟେ ବୃକ୍ଷଟେ। ତ 1 2 3 ଅକ୍ଷର। ନିମ୍ବ, ନିମ୍ବକୁ ନିମ୍ବ, ଆମେ ଓଡ଼ିଆରେ ମଧ୍ୟ ନିମ୍ବ କହନ୍ତି। ନିମ୍ବ ଦାନ୍ତ କାଠି, ନିମ୍ବ, ନିମ୍। 4 ଗଲା। ଅଶ୍ୱତ୍ଥ, ଅଶ୍ୱତ୍ଥକୁ ଫାଇକସ୍ ରିଲିଜିଓସା କହନ୍ତି। ಈ ବଟାନିକାଲ ୱାର୍ଡ ଅଶ୍ୱତ୍ଥ। ଅଶ୍ୱତ୍ଥ ଆଣ୍ଡ ପିପଳ ଅଲଗା ଅଲଗା। ଅଶ୍ୱତ୍ଥ ଆଣ୍ଡ ବଟ ଆଣ୍ଡ ଅଶ୍ୱତ୍ଥ ଅଲଗା। କେତେ ହେଲା? 5 ଆଣ୍ଡ ଅଶ୍ୱତ୍ଥ। କଦମ୍ବକ ହଉଛି ନିୟମଲାମ ଆର୍କେନ କଲମ୍ବ, ବର ଫ୍ଲାୱାର, ଲାରେନ୍ ଏମିତି ସବୁ କହନ୍ତି। କଦମ୍ବକ, କଦମ୍ବକ ମାନେ କଦମ୍ବ ବୃକ୍ଷ, ଯୋଉଟାକି ଆମର ଭାଗବତରେ ଭଗବାନ କୃଷ୍ଣ ଫୁଲ ଯାକ ଗୋଟେ ବଡ ବଡ ସବୁ ହେଇଥିବ, କଦମ୍ବ ଜାଣିଥିବେ। ଭଗବାନ ଏଇ କଦମ୍ବ ବୃକ୍ଷ ଉପରେ ଚଢିକି ଯମୁନାକୁ କଲେ। କଦମ୍ବ ବୃକ୍ଷ ତଳେ ଖେଳ ଖେଳନ୍ତି। କଦମ୍ବ ବୃକ୍ଷେ ଅଲଗା ଅଲଗା ଭଗବାନ ଖେଳୁଥିଲେ। ବିଲ୍ୱ, ମାନେ ପିପଳ, ବିଲ୍ୱ 7। ଫିଗ କହନ୍ତି।
ବଟ, ବଟ ମାନେ ବାନିୟାନ, ଫାଇକସ୍ ଇଣ୍ଡିକା। ଆଚ୍ଛା, ବଟ। ଉଦୁମ୍बर, ଉଦୁମ୍बर ମାନେ ଗୁଲର, ମହୁଆ, ଉଦୁମ୍बर। च कुलवृक्षा नवस्मृता, एमाने कुलवृक्ष, कुल देवता माना जाए। आवर वर्णन अच्छी न स्वपेत कुलवृक्षाय, यही जो नौटा कुलवृक्ष आ भितर शोवा उचित नुह, तले भल नुह, उपद्रव भी करवा उचित न, हो हल्ला ये सब करवा उचित नहीं। माने देवता दृष्ट भक्तिया नमस्कारियात, ताको देखिले भक्तिपूर्वक नमस्कार करवा उचित। ଆଉ ନ ଛେଦୟେତ୍ କଦାଚନ, କୂଳ ବୃକ୍ଷ ଛେଦନ ମଧ୍ୟ କରିବା ଉଚିତ। ଦେଖ ଏତେ ସବୁ ବର୍ଣ୍ଣନ ଅଛି। ଏସବୁ ସरमा ପୂଜା ହୁଏ ନା ଝାଡ଼ଖଣ୍ଡରେ, ରାଞ୍ଚି, ଅନ୍ୟାନ୍ୟ ଇଏରେ ଦେବ ବୃକ୍ଷକୁ ପୂଜା କରିବାର ମେଥଡ ଅଛି। ଏଇଆ କୁହାଯାଇଛି ଭଗବାନ ବୋଲି ମାନୁଛନ୍ତି। ତ ଦେଖ ଭଗବାନଙ୍କୁ ଈଶ୍ୱରଙ୍କୁ ମାନିବାର ଯୋଉ ଅଛି, ସେଇଟା ପଥରକୁ ମଧ୍ୟ, ଆଉ ଗୋଟେ ପଥରଟେ ରଖିଦିଅ, ସିନ୍ଦୁର ଦେଇଦିଅ, ହନୁମାନ ହେଇଗଲେ। ବୃକ୍ଷ ରଖିଦିଅ, ବସ୍ ଜଣେ ଲାଲ ଧାଗା ଦେଇଦେଲେ ବନ। ପୁରା ଯେତେ ବଟ ବୃକ୍ଷ ଦେଖିବେ ନା, ଅଶ୍ୱତ୍ଥ ବୃକ୍ଷ ସବୁ ଗଲା, କାରଣ ଇଏ ଭକ୍ତି। ଏମିତି ଅନେକ ଲୋକ ଅଛନ୍ତି। ଆଚ୍ଛା, ଇଏ ତ ଈଶ୍ୱର ସ୍ୱରୂପ ବିବାଦ ସେଥିପାଇଁ ରହେ। ସମସ୍ତେ ନିଜ ନିଜର ଇଚ୍ଛା ଅନୁସାରେ କରନ୍ତି, କିନ୍ତୁ ଅସଲି ଈଶ୍ୱର କିଏ ଜାଣିବା ଦରକାର। ଇଏ ଇଏ ଈଶ୍ୱରଙ୍କର ଏକ୍ସପ୍ରେସନ, ଈଶ୍ୱର ନୁହଁ ହେଲା। ଏକ୍ଜାକ୍ଟ କାଲି ଆମେ ଦେଖିବା, ଇଏ ଯେମିତି ସବୁ ଅନେକ ଅ, ଦେବତାଙ୍କର ମାନ୍ୟ ବାଲା କହୁଛନ୍ତି। ମାଣ୍ଡୁକ୍ୟ ଉପନିଷଦରେ, ମାଣ୍ଡୁକ୍ୟ କାରିକା ଯୋଉ ଗୌଡ଼ପାଦାଚାର୍ଯ୍ୟ, ସିଏ ମଧ୍ୟ ଏଇ କହୁଛନ୍ତି କିଏ କେମିତି ଉପାସନା କରୁଛନ୍ତି। ସେ ଉପାସକ କହୁଛନ୍ତି ଇଏ ହିଁ ସୃଷ୍ଟି କରିଛନ୍ତି, ଏଇ ଭଗବାନ ହିଁ ସୃଷ୍ଟି କରିଛନ୍ତି, ଇଏ ହିଁ ମୁଖ୍ୟ। ଗଣପତି ବାଲା ଗଣେଶକୁ ହିଁ ମାନନ୍ତି। ସିଏ ମଧ୍ୟ ମତେ ଲାଗୁଛି ମାଣ୍ଡୁକ୍ୟର ହିଁ ପଞ୍ଚଦଶୀ ନେଇଛନ୍ତି। ସେଟା ଆମେ କାଲି ଦେଖିବା। ତା ପୂର୍ବରୁ ମାଣ୍ଡୁକ୍ୟ ଉପନିଷଦ ବିଷୟରେ ମୁଁ ଥରେ କହିଥିଲି, କାରିକା କେତେ ଶ୍ଲୋକ ଅଛି, କେତେଟା ଅଧ୍ୟାୟ ଅଛି କଣ, ଏବଂ ଏଇ ଯୋଉ ଟପିକଟା ଦେଖିବା କାଲି। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य